বেশ বদল না পরিবর্তন ও জেল ফেরার আইন জালরে ধরা পড়িলা মধুকান্ত। জেল পাচেরি ডেই আইন কু খসি যা যেতে সহজ, আইন হাতରୁ চিরকাল লুচিবা সেতে সহজ নুহে। ଏହା ପୁଣି ଥରେ ସାବିତ ହୋଇଛି। ଚର୍ଚ୍ଚିତ ଚୌଦ୍ୱାର ଜେଲ ଫେରାର ମାମଲାରେ ଆଇନକୁ ଚକମା ଦେବା ପାଇଁ ବେଶ ଓ ନାଁ ବଦଳାଇଥିବା ଆସାମୀ ମଧୁକାନ୍ତ ରାଣା ଶେଷରେ ପୋଲିସ ହାତରେ ଧରା ପଡ଼ିଛି। ଜେଲରୁ ଫେରାର ପରେ ମଧୁକାନ୍ତ ନିଜକୁ ବାସୁ ପାଣ୍ଡେ ବୋଲି ପରିଚୟ ଦେଇ ବୃନ୍ଦାବନ ଅଞ୍ଚଳର ଏକ ଗେଷ୍ଟ ହାଉସରେ କାମ କରୁଥିଲା। ସାଧାରଣ ଜୀବନ ଯାପନ, ନୂଆ ପରିଚୟ ଓ ଚୁପଚାପ ରହିବା ସବୁକିଛି ଥିଲା ପୋଲିସକୁ ଭ୍ରମିତ କରିବାର ଯୋଜନା। गुप्त सूचना और लगातार टेक्निकल ट्रैकिंग पर कमिशनरेट पुलिस उत्तर प्रदेश मधुकांत को गिरफ्त करिबारे सफल होईछि। शनिवार सांबादिक सम्मेलन में पुलिस कमिश्नर देवव्रत सिंह स्पष्ट करिसेंति जे ना ओ बेश बदलाई आसामी लुचिथिले मध्य आईन रो आखिरु केही बंची पारिबे नाही। 2024 अक्टोबर 2 तारिख रे राति रे मधुकांत राणा और तार सहयोगी राजा साहानी लुहा रड, कंबल और रस्सी व्यवहार करी चौद्वार जेलू फेरार होइथिले। ଏହା ପରେ ଦୁଇ ଆସାମୀଙ୍କ ଧରାପକା ପାଇଁ 50,000 ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ତଦନ୍ତ ପରେ ପୋଲିସ ସ୍ପଷ୍ଟ କରିଛି ଯେ 2024 ଜାନୁଆରୀ 4 ତାରିଖରେ ଯାଜପୁର ଜିଲ୍ଲା ପାଣିକୋଇଲିରେ ଥିବା ପଣ୍ଡା ଅଳଙ୍କାର ଦୋକାନରେ ଲୁଟପାଟ ସମୟରେ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିଲା। ସେହି ମାମଲାରେ ସ୍ଥାନୀୟ ଲୋକେ ଆସାମୀ ମାନଙ୍କୁ ଧରି ପୋଲିସ ହାତରେ ସମର୍ପଣ କରିଥିଲେ। ମଧୁକାନ୍ତ ରାଣା ନାଁରେ ଏକାଧିକ ରାଜ୍ୟରେ ଲୁଟ ଓ ଚୋରି ମାମଲା ରହିଥିବା ବେଳେ ଏବେ ସବୁଠି ବଡ଼ ପ୍ରଶ୍ନ, ଜେଲରୁ ଫେରାର ପଛରେ କେଉଁମାନେ ସହଯୋଗ କରିଥିଲେ? ଜେଲ ଅଧୀକ୍ଷକ କର୍ମଚାରୀଙ୍କ ଭୂମିକା କେତେ ସ୍ପଷ୍ଟ? ପୋଲିସ କହିଛି ଗିରଫ ପରେ ଜେଲ ପ୍ରଶାସନର ଭୂମିକା ନେଇ ତଦନ୍ତ ଆଉ ଗଭୀର ହେବ। ଆଇନର କଠୋର ହାତ ଏବେ କେବଳ ଆସାମୀ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ। ଯେଉଁଠାରେ ଦୋଷ ସେଠାରେ ହିଁ କାର୍ଯ୍ୟାନୁଷ୍ଠାନ ହେବ। ବ୍ୟୁରୋ ରିପୋର୍ଟ, ହର୍ଷିକା ମିଡିଆ।